ପୁରୀ ଜଗନ୍ନାଥ ମନ୍ଦିର ବା ଯେକୌଣସି ଜଗନ୍ନାଥ ମନ୍ଦିରରେ 22 ପାହାଚ ଅଛି, କିନ୍ତୁ ସେଟା 23 ପାହାଚ କାହିଁକି ହେଲାନି କି 21 ପାହାଚ କାହିଁକି ହେଲା? 22 ପାହାଚ କାହିଁକି ହେଲା? ଯଦି 22 ପାହାଚ ହେଲା, ସେ 22 ପାହାଚଟା କୋଉ କାରଣ ଯୋଗୁଁ କଣ ପାଇଁ ହେଇଛି? ବଢିଆ ତାଳି ମାର ଆଜ୍ଞା, ମା ଜୋର ଜୋର ତାଳି ତାଳି ମାର ହାତରା ପିଲା ପଇସା ପଇସା ତାଳି ମାର ତ କାମ କିଛି ନାହିଁ ପହଞ୍ଚି। ହଉ ହେଲେ ଆଜ୍ଞା ଏ ନାଟପା ମନ୍ଦିରକୁ କିଏ ସେ ଜଣେ ନାରୀ ଆସିଛି? ସେମାନଙ୍କର ନାମକରେ ବୁଝି ଆସ। ସେମାନଙ୍କର ପରିଚୟଟା କାହିଁକି ଆସିଛନ୍ତି? ସେମାନେ ଭୂତ କି ଡାହାଣୀ ସେ କଥାଟା ବୁଝିବା। ଆଚ୍ଛା। କିନ୍ତୁ ଅଳିଆଟାକୁ ସଫା କରିଦେବା। ଆଚ୍ଛା। ଅଳିଆ ଜାଗା ଆମ ପାଖରେ ରହିଲାଣି, ଅଳିଆ ରହିଲେ ହବନି। ନା ନାହିଁ, ଅଳିଆ ରହିଲେ ଗୋଳିଆ ରହିବ। ତେଣୁକରି ଆମେ ଯଦି ଯେତିକି ଜାଣିଛେ ସେ ଗୁରୁ ଆଶୀର୍ବାଦରେ, ଯଦି ବାବୁମାନେ କିଛି ଜାଣିବାକୁ ପଚାରୁଛନ୍ତି, ପ୍ରଥମରେ ଆମେ ଯଦି ଠିକ ଭୁଲ ତ ଆମେ ଜାଣିନେ, କିନ୍ତୁ ସବୁ କଥା ତ କିଏ ଜାଣିନି। ନା ନା ହଁ କହୁଛି, ତମେ ଗୋଟେ ମତ ଆଜ୍ଞା ପଚାରିଲେ କଣ ପଚାରିଲେ? 22 ପାହାଚଟା କାହିଁକି ହେଇଛି? ଜଗନ୍ନାଥଙ୍କର ଯୋଉ ମନ୍ଦିର ହେଇଛି ପୁରୀରେ, ହଁ ଆମେ ଯାଉଛେ ପୂର୍ବ ଦ୍ୱାର ଦେଇକିରି, ହଁ ଯାଉଛନ୍ତି 4ଟା ଦ୍ୱାର ଅଛି ପୁରୀ। ହଁ ନା ନାହିଁ, ହଁ କେତେଟା ଦ୍ୱାର? 4 ଦ୍ୱାର। 4ଟା ଦ୍ୱାର। ପୂର୍ବ ଦ୍ୱାରର ନାଁ କଣ ଜାଣିଛୁ? କିସ କିସ? ଆରେ ସିଂହ ଦ୍ୱାର। ହଁ ସିଂହ ଦ୍ୱାର। ସିଂହ ପଶ୍ଚିମ ଦ୍ୱାର ହଉଛି ବ୍ୟାଘ୍ର ଦ୍ୱାର, ବ୍ୟାଘ୍ର ଦ୍ୱାର, ଉତ୍ତର ଦ୍ୱାର ହଉଛି ଗଜ ଦ୍ୱାର, ଗଜ ଦ୍ୱାର, ଦକ୍ଷିଣ ଦ୍ୱାର ହଉଛି ଅଶ୍ବ ଦ୍ୱାର। ଘୋଡ଼ା ଦ୍ୱାର। ଏଇଟା ସମସ୍ତେ ଜାଣିଛନ୍ତି, ଅଶ୍ୱଟାରେ କିନ୍ତୁ ଏ ଯେତେ ସବୁ ଯାଆନ୍ତି ଭକ୍ତମାନେ ହଁ ପୂର୍ବ ଦ୍ୱାର ଦେଇକି ଯାଆନ୍ତି ଜଗନ୍ନାଥଙ୍କୁ ଦର୍ଶନ କରି 22 ପାହାଚ ଦେଇକି, ସିଂହ ଦ୍ୱାର କି ପଶ୍ଚିମ ଦ୍ୱାର ଯାଉନାହାନ୍ତି କାହିଁକି? ଉତ୍ତର ଦ୍ୱାରରେ ଲୋକେ କାହିଁକି ଯାଉନାହାନ୍ତି? ସମସ୍ତେ କେବଳ ଭକ୍ତମାନେ ଯାଆନ୍ତି ଆଜ୍ଞା ପୂର୍ବ ଦ୍ୱାର ଦେଇକି। କେବଳ ରାଜାମାନେ ଯାଆନ୍ତି କେବଳ ଦକ୍ଷିଣ ଦ୍ୱାର ଦେଇକି, ଆଉ କେହି ଯିବେନି। ରାଜା କେବଳ ଯିବେ ଦକ୍ଷିଣ ଦ୍ୱାର ଦେଇକି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ, କିନ୍ତୁ ଯେତେ ଭକ୍ତମାନେ ଯାଆନ୍ତି ପୂର୍ବ ଦ୍ୱାର ଦେଇକି। କାହିଁକି ଆଜ୍ଞା? ପୂର୍ବ ଦ୍ୱାର ହଉଛି ମୁକ୍ତିକାମୀ ଦ୍ୱାର, ପଶ୍ଚିମ ଦ୍ୱାର ହଉଛି ପ୍ରାୟଶ୍ଚିତ ଦ୍ୱାର, ଉତ୍ତର ଦ୍ୱାର ହଉଛି କୀର୍ତ୍ତିକାମୀ ଦ୍ୱାର, ଦକ୍ଷିଣ ଦ୍ୱାର ହଉଛି ସମ୍ପତ୍ତିକାମୀ ଦ୍ୱାର। ଆଚ୍ଛା ହୁଏତ ଆମେ କେତେ ଜାଣିଛେ କେତେ ଜାଣିନା, କିନ୍ତୁ ଗୋଟିଏ କଥାଟି ଆପଣ ମନେ ରଖିଥାନ୍ତୁ, ଏ ଯୋଉ 22 ପାହାଚ ଅଛି, 22 ପାହାଚର 7ମ ପାହାଚରେ ଗୋଟେ ମାଙ୍କଡା ପଥର ଅଛି। ଗଣି ଗଣି ଯିବ 1 2 3 4 5 6 7 କଳାଟା 7 ପଥରରେ 7ଟା ପାହାଚରେ ଗୋଟିଏ ମାଙ୍କଡା ପଥର ଅଛି, କଳା ପଥରଟି। କଳା ପଥରଟେ ଅଛି, ସେଇଟା ହଉଛି ଯମଶିଳା। ତାର ନାଁ ହଉଛି ଆଜ୍ଞା ଯମଶିଳା। ଯମଶିଳା। ଜାଣିବା ଲୋକମାନେ, ଆପଣ ମାନେ ପୁରୀ ଯାଉଛନ୍ତି ଯେତେବେଳେ ଆପଣ ଲକ୍ଷ୍ୟ କରିବେ, ସେ ଯମଶିଳା ଉପରେ ଛିଡା ହେଇଛି ଜଗନ୍ନାଥଙ୍କୁ ଲକ୍ଷ୍ୟ କରି, ପ୍ରଭୁ ମୋ ଜୀବନରେ କିଛି ଯଦି ଜାଣନ୍ତି କି ଅଜାଣତରେ କିଛି ଭୁଲ କରିଛି, ପ୍ରଭୁ ପାପ କରିଛି, ଏ ଯମଶିଳାରେ ସବୁ ଯାକ ପାପ ମୁଁ ଛାଡିକିରି ଯାଉଛି। ଏଇଠି ଛାଡିକିରି ଯିବେ, ଜଗନ୍ନାଥଙ୍କୁ ଦର୍ଶନ କରିବେ। କିନ୍ତୁ ମନେ ରଖିବେ, ଆସିଲା ସମୟରେ ଯଦି ଫେରି ଆସିଲା ବେଳୁ ସେ ଶିଳା ଉପରେ ଆଉ ଥରେ ପାଦ ଦେଇଦେଲେ, ଯୋଉ ପାପ ଛାଡିବେ ସେ ପାପ ଧରିକି ସାଥିରେ ଆସିବେ। ଏଣୁକରି ଜାଣିବା ଲୋକମାନେ କଣ କରିବେ, ପୂର୍ବ ଦ୍ୱାର ଦେଇକି ଯିବେ, ପଶ୍ଚିମ ଦ୍ୱାର ହଉଛି ପ୍ରାୟଶ୍ଚିତ ଦ୍ୱାର ଦେଇକି ମୁଣ୍ଡିଆଟି ମାରିକି, ପ୍ରଭୁ ମୁଁ ଏଠି ପ୍ରାୟଶ୍ଚିତ କରିକି ଯାଉଛି। ଏଣୁକରି ଭକ୍ତମାନେ ପୂର୍ବ ଦ୍ୱାର ଦେଇକି ଯିବେ, ଆସିବା ସମୟରେ ପଶ୍ଚିମ ଦ୍ୱାର ଦେଇକି ଆସିବା ନିୟମ। ଇଏ ହେଲା ଜଗନ୍ନାଥ ତତ୍ତ୍ୱ ରହସ୍ୟ। ଆଉ ଗୋଟେ କଥାଟି ପଚାରିଛନ୍ତି, ଯୋଉ 22 ପାହାଚ ହେଲା, ବାବୁଙ୍କର ଲକ୍ଷ୍ୟ ଏଇଟା ନୁହଁ ଯେ 21ଟା ହେଲାନି କି 23ଟା ହେଲା, 22ଟା କାହିଁକି କଲେ? ସେଠି କାହିଁକି କଲେ? କି ପଇସା ଦେ, ପଇସା ବୋଲେ ତମକୁ ପଇସା ଦେ, ମତେ ଦେଲେ ମୁଁ କହିଦେବି। ହଁ ଦେଇଦେବି, ଦେଇଦେବି, ମୁଁ କହିଦେବି। କହିଦେଲେ ତ ଦେବି। 23ଟା 500 କାହିଁକି ହେଲାନି? 23ଟା ପାହାଚ କାହିଁକି ହେଲାନି? କାହିଁକି ହେଲାନି ଲାଗେ କଥା କହୁଛି। 23ଟା 500 ପାଇଁ ପଥର ଅଣ୍ଟିଲାନି, ସତ କଥା କହୁଛି। ଓହୋ, ତିଆର କରି ନଉ ପଥର ଅଣ୍ଟିଲାନି ଆଉ 23ଟା 500 ହେଲାନି। ଯଦି ସେତିକି 21ଟା କରିଦେଲେନି? 21ଟା 500 ବଳ ଖାଇଗଲା ପଥର ଯାକ। ଓହୋ, ପଥର ବଳ ଖାଇଲା କଣ ନେବା ଆଜ୍ଞା? ସତ କଥା କୁହ ଆଜ୍ଞା। ଓହୋ, 21ଟା କଲେ ପଥର ବଳକା ହେଇଗଲା। ବଳକା ହେଇଗଲା। 23ଟା କଲେ 23ଟା କଲେ ପଥର ନିଅଣ୍ଟା ହେଇଗଲା। ଓ, ସେଥିପାଇଁ 22ଟା କରିଦେଲେ। 22ଟା ସମାନ। ପଣ୍ଡିତ କେତେ ଜ୍ଞାନ ଏମିତି ପାଠ ପଢିଛୁ, କେତେ ଶିଷ୍ୟ ଏମିତି କଲୁଣି ନା? ପଇସା ଦିଅ ବାପ କହିଲା ପୁଣି ପଥର ବଳକା ହେଇଗଲା। ଆଉ କିଛି? ଆରେ ନାହିଁ, କଣ ନାହିଁ? আহে জয় জগন্নাথ হে জগতর নাথ
ପାନ୍ତି ଆଦି ଅନ୍ତ। আচ্ছা হে জয় জগন্নাথ জগতর নাথ যোগী জনে যার ন পাନ୍ତି আদি অন্ত। যোগী কিস বাপ যোগী নুহই জঞ্জাଳରେ পড়ি ମୁଁ তোরে রাখই নাম ଗୋଟି ଦେବ କହି ଜପିବି ମୁହିଁ। নাম গোপিরে রাখই ଯେଉଁ ନାମକୁ ଧରିଥିଲେ ପବନ ସୁତ ଯେଉଁ ନାମକୁ ଧରିଥିଲେ ପବନ ସୁତ ସମୁଦ୍ର ଡେଇଣ আনিଥିଲେ সঙ্গীত ନାମକୁ ଧରିଥିଲେ ଭକ୍ତ প্রহলাদ ସ୍ୱର୍ଗପୁରରେ ପାଇଲେ ইন্দ্রপদ ସେ ହରି ନାମ କେଡ଼େ ସୁଆଦ ଆରେ ବାୟା সে রাম রাম করে সুয়াদ ଆରେ ବାୟା ও ହେଠି ଶୁଣନ୍ତୁ ସୁଜନେ ମନ କର୍ଣ୍ଣ ଦେଇ ପଚାରିବା କଥା ବନ୍ଧୁ ଦେବା ବୁଝାଇ কহিজ ଜଗତ କାରଣ ଜଗତର ନାଥ ବିଜେ ହୋଇଛନ୍ତି ପ୍ରଭୁ ସେହି ଶ୍ରୀକ୍ଷେତ୍ର। ଆରେ ମୋହନଦୀ କୂଳେ ନୀଳାଚଳ ଧାମରେ ଭାଇ ଭଉଣୀକୁ ଘେରିଣ ସଙ୍ଗରେ ଆରେ ଶଙ୍ଖ କ୍ଷେତ୍ରେ ପ୍ରଭୁରେ ବିଜେ ହୋଇଛନ୍ତି। ଭକ୍ତମାନଙ୍କୁ ସେ ଦର୍ଶନ ଦିଅନ୍ତି ଯୁଗ ଯୁଗରେ ପ୍ରଭୁଙ୍କ ଅବତାର। କଳୁ ଯୁଗେ ପ୍ରଭୁ ସେ କାଳିଆ ଠାକୁର ଭକ୍ତମାନେ ଦେବେ କରିଣ ଦର୍ଶନ। ହାତ ପସାରି ଡାକୁଛନ୍ତି ପାଶେଣ ଦୁଇ ହାତ ମେଲି ଯେ ପ୍ରଭୁ ବସିଛନ୍ତି। ସତେକି ଆଲିଙ୍ଗନ କରିବାକୁ ଡାକୁଛନ୍ତି ସେ ଭୁଜ ତଳେ ପ୍ରଭୁ ଘୋଡ଼ାଇ ରଖିଣ ଭକ୍ତଙ୍କୁ ବାବୁରେ କରୁଛନ୍ତି ଉଦାହରଣ। ଭକ୍ତ ଯେତେବେଳେ ବାବୁ ମନ୍ଦିରକୁ ଯିବ ପୂର୍ବ ଦ୍ୱାର ଦେଇ ଦେବେ ଭକ୍ତ ଯିବ ପ୍ରଥମରେ ପତିତ ପାବନ ଦର୍ଶନ କରିବ। ଆପଣ ସିଂହଦ୍ୱାର ଯିବା ସମୟରେ ଗୁମୁଟ ମନ୍ଦିରରେ ଯୋଉଠି ଗୁମୁଟ ଦ୍ୱାର ଅଛି ସେଇଠି ବସିଛନ୍ତି ପତିତ ପାବନ। ଏ ପତିତ ପାବନଟା କାହିଁକି ସେଇଠି ତାର ମଧ୍ୟ କାରଣ ଅଛି ଆଜି ଅଛି ଏଇଠି କାହିଁକି ପତିତ ପାବନ ପୁଣି ଜଗନ୍ନାଥ ଏଇଠି ରହିଲେ ତାଙ୍କର ନାଁଟା କାହିଁକି ପତିତ ପାବନ ହେଲା ସେଇଠି ତାର ମଧ୍ୟ କାରଣ ଅଛି। ଅଛି ପୁଣି ପତିତ ପାବନ ଯେବେ ଆରେ ଡେଇଣ ଯିବୁ 22 ପାହାଚରେ ପାଦ ପକାଇବୁ ଗଣି ଗଣି ଯେତେବେଳେ ଯିବୁ 22 ପାହାଚ 22ଟା ପାହାଚ ଆଜ୍ଞା ନଥିବ ଦେଖ আমি যে সিধা যাচ্ছি সেটি 22টা পাহাচ নাই নথিব 18টা পাহাচ আছে আপন এপটু যে গণি গণি যাবে এথর গলে আপন লক্ষ্য করিবে সেটি মু কহিলি বলি নাই যে বন্ধু মানে বসি শুনুচন্তি মধ্য যেতলে যাবে যে পতিত পাবন গুমুট দ্বারটা ডেই সারিলা পরে আপন গণিবে 18টা পাহাচ আছে ঠিক ঠিক আউ 4টা পাহাচ আছে আনন্দ বজারକୁ যেতলে ଯିବା ପାଇଁ जो ପାହାଚଟା ସେଇଠୁ ଆଉଥରେ जो ବୁଲିବା ଆମେ ଆଉ 4ଟା ପାହାଚ ସେଇଠି ଅଛି 18 4 22 ତାକୁ ମିଶେଇକି ଆମେ 22 ପାହାଚ ବୋଲିକି ଆଜ୍ଞା କହୁଛେ କିନ୍ତୁ ସେ ପାହାଚ ଭିତରେ ରହିଛି 22 ପାହାଚ ঠিক ঠিক 22 ପାହାଚ ଅଛି ଯିବା ସମୟରେ 18ଟା ହେଉଛି ଏପଟେ ବୁଲିଲେ ଆଉ 4ଟା ପାହାଚ হ্যাঁ 18 4 22 ପାହାଚ ଅଛି আচ্ছা আচ্ছা ये जो 22 पाहाच देखो बाबू की पाई हेला 23टा पुणी की पारे न हेला कि बा 21टा पाहाच की पाई न हेला तही 22 पाहाच रे होइला की पाई एहार रहस्य जानिबा पाई से बाबू प्रश्न
ଅଛନ୍ତି ରେ ଶୁଣିବାକୁ ଆଗ୍ରହ ପ୍ରକାଶ କରି ଅଛନ୍ତି ତା ମାଧ୍ୟମରେ ଯେତେ ବାବୁ ବସିଛନ୍ତି ଆରେ ଜଣା ଅଜଣା କଥା ବାବୁ ଅଟଇଏ ସବୁ କଥା କିଏ ଜାଣିପାରିବ ନାହିଁ ନଦୀ ବାଲିକି କିଏ ଗଣି ପାରିବ ଆକାଶଟା କେତେ ହାତ କିଏ ମାପିବ ସମୁଦ୍ରରେ କେତେ ପାଣି ଅଛି କିଏ କଳିବ ସବୁ କଥା କିଏ ଜାଣିପାରିବ ତେଣୁ ଅଜଣା କଥା ସମସ୍ତେ ବାବୁ ଜାଣିବା ପାଇଁ ଏ ପ୍ରଶ୍ନ ଗୋଟିକ ପଚାରି ଅଛନ୍ତି ସେ ହେଲେ 22ଟା ପାହାଚ ବାବୁରେ କାହିଁକି ହେଲା ଏହାର କାରଣ ତୋତେ କହୁଛି ଭଲା ଟିକେ ହେଲେ ଦେଖାଗଲା ହେଲେ 22ଟା ପାହାଚ କଣ ପାଇଁ ହେଇଛି ଆରେ ଭଗବାନଙ୍କର ଅବତାର ସଂଖ୍ୟା କେତେ ଭଗବାନଙ୍କ 10 ଅବତାର ଆରେ ଦେଖ ସତ୍ୟ ତ୍ରେତୟା ଦ୍ୱାପର କଳି ଏ 4 ଯୁଗ ଏ 4 ଯୁଗରେ ଦେଖ ବାବୁ ଭଗବାନ ଯୁଗ ପିଛା କରି ଅଛନ୍ତି ଭୋଗ ନା ନାହିଁ ହେଲେ 4 ଯୁଗରେ 10 ଅବତାର ହେଇଛନ୍ତି ଭଗବାନ ସତ୍ୟ ତ୍ରେତୟା ଦ୍ୱାପର କଳି ନା ନାହିଁ ଏ 4 ଯୁଗରେ ଦେଖ 10 ଅବତାର ହେଲେ ଏ 4 ଯୁଗକୁ ଦେଖ ସେ ଭୋଗ କରିଲେ আরে প্রথম অবতার মৎস্য কুর্ম বরাহ নৃসিংহ বামন পরশুরাম শ্রীরাম বলরাম বুদ্ধ কলিকি না না আগে 10 অবতার আরে 10 অবতার যেবে পাদ গণিবা এহার রহস্য নিশ্চয় পাইবা পাদকু নেই দেখো হইছি পাহাচ জগন্নাথ তত্ত্বরে লেখা হইছি স্বচ্ছ জগন্নাথଙ୍କର ତତ୍ତ୍ୱରେ ଲେଖା ହେଇଛି 22 ପାହାଚର ରହସ୍ୟ କଣ ନା ଭଗବାନଙ୍କର 10 ଅବତାର 10 ଅବତାରରେ କେତେଟା ପାଦ ହଉଛି ଆପଣ ଗଣନ୍ତୁ ପ୍ରଥମ ହେଲା ଆଜ୍ଞା ମୀନ ଅବତାର ମୀନ ଅବତାରରେ ପାଦ ନାହିଁ ନା ଅଛି କି ନା ନା ତାପରେ ଆସିଲା ଆଜ୍ଞା କଚ୍ଛପ ଅବତାର କୁର୍ମ ଅବତାର କଚ୍ଛପ ଅବତାର କେତେଟା ପାଦ 4ଟା ପାଦ ତାପରେ ହେଲେ ବରାହ ଅବତାର କେତେଟା ପାଦ ହେଲା 4 8 ତାପରେ ନୃସିଂହ ଅବତାର କେତୋଟି ପାଦ ଆଜ୍ଞା 2ଟି ପାଦ 8 2 10 ତାପରେ ହେଲେ ବାମନ ଅବତାର ଆଜ୍ଞା ବାମନ ଅବତାର 2ଟି ପାଦ 10 2 12 ତାପରେ ହେଲେ ପରଶୁରାମ ଅବତାର କେତେ ହେଲା 12 2 14 12 2 14 ତାପରେ ହେଲେ ରାମ ଅବତାର 14 2 16 ତାପରେ ହେଲେ ବଳରାମ 16 2 18 ତାପରେ ହେଲେ ବୁଦ୍ଧ କେତେ ଅବତାର ହେଲା 18 2 20 ତାପରେ ହେଲେ କଳିକି 2 କେତେ 20 2 22 ଏଣୁ 22 ପାହାଚକୁ ଦେଖ 22 ପାଦକୁ ଦେଖ 22 ପାହାଚ ଲେଖା ହୋଇ ଅଛି ଆଜ୍ଞା ଜଗନ୍ନାଥ ତତ୍ତ୍ୱ ଏଣୁ ଏ ଯୋ 22 ପାହାଚ ବାବୁ ରହିଛି ଏହି ଜଗନ୍ନାଥ ରହସ୍ୟରେ ଲେଖା ଅଛି বিভিন্ন প্রকার গায়ক কহিবে চারিআড়ু ঠক ভণ্ড কথা বুঝাইবে ইয়াড়ু সিয়াড়ু করে লোক বুঝাইবে আজ্ঞা পাহাচকু পাদকু সম্পর্ক আজ্ঞা পাহাচ হচ্ছে ভগবানଙ୍କର পাদ সহিত সম্পর্ক এডু করি 22 পাহাচ ଆଉ গোটে ଅଛି অর্থ ମଧ୍ୟ যেতବେଳେ কি ভগবান নৃসিংহ অবতার হইଥିଲେ প্রহ্লাদକୁ हिरण्य कुमार गिरी प्रहलाद को इंद्रपद देले जेतोळे कि इंद्रपद पाई सारिबा परे दिने भगवान जाइछन्ती स्वर्ग को प्रहलाद किमिति शासन करछि देखिबा पई गला बेले सचिकी बसैछन्ती पाखरे एते मोहमद जे भगवान लक्ष्मीनारायण पहुँचलेनी मते सियाउ देखि ना बसचन्ती सुधर्मा सभा जेतोळे कि भगवान देखिले ये अनौनी मध्य मते प्रहलाद फेरिकी आसुचंती से समय प्रहलाद दृष्टि पड़गला बोले प्रभु भूल हो गला आज ये धन संपत्ति जो इंद्रपद मते एते मोह करदेला प्रभु मु आपन को जानि पारलेनी प्रभु तेणु करी मु एतिकी मागुछि प्रभु आपणकर जेते भक्त माने सदा सर्वदा गरीब होइकरी रहिबे तेणु हरि भक्त जेते नर चाळ कुडिया तार घर प्रहलाद मागी देइथिले भगवान को हरि भगत जेते नर चाळ कुडिया तार घर से बोले नाही नाही सदा सर्वदा तुमर हृदय रे रहिबे प्रहलाद बोले प्रभु हृदय रे नाही मते पाद्यर स्थान टिके दियंतु प्रभु
ଆପଣଙ୍କର ପାଦ ତଳେ ମତେ ସ୍ଥାନଟା ଦିଅନ୍ତୁ। କଣ ନା ଆପଣ ମୋ ଦେହରେ ପାଦ ଦେଇକିରି ଯିବେ ପ୍ରଭୁ। ହେଲେ କଳିଯୁଗରେ ମୁଁ ଜଗନ୍ନାଥ ହେଇକିରି ଜନ୍ମ ହେବି। ଆରେ ତୁ ଯୋଉ ମନ୍ତ୍ରଟା ଜପ କରୁଛୁ ପ୍ରହ୍ଲାଦଙ୍କର ମନ୍ତ୍ରଟା କଣ ଆଜ୍ଞା? ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ। 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 बोल भक्त वत्सल भगवान की जय। जगन्नाथ जगन्नाथ की जय। भक्त जो भक्त जाई परिबो नाही मुक्क की बधिर ही जीवो। ঠিক अरे से भक्त पाई प्रभु कौन करछंती मोर 22टा पाहाचर तू जदी पाद दे देलु ए मंत्रटा होची 22टा अक्षर। ए 22टा अक्षर तू जदी मोर मंत्र जप करि पारिलो नाही ताहले पाद देगिरि आसिले मध्य ए पाहाचरे ताहले तू उद्धार हेई जीवो। एडु करी भक्तंक उद्धार पाई भगवान 22टा पाहाच करछंती କରିଛନ୍ତି हला। आज्ञा बहुत बहुत धन्यवाद आपनकर आज सुंदर मूल्यवान प्रश्न डी पचारछंती। याडु चडु पचारुछंती किंतु इमिति सुंदर प्रश्न डी जानिबा पाई ठीक ना भूल आज्ञा समाज जानिबा पाई केते कथा अछि आगु आलोचना करिबा औरी जगन्नाथ तत्व उपरे आश्चर्य जिनस गुड़ी अच्छी आज्ञा। आमे लोके विश्व कहीं मानुछंती जगन्नाथ किते प्रिय देवता अच्छी आपण चारि धाम जिबे शेषरे जदि जगन्नाथ धाम को न आसीबे जिते पुण्य करिवार सब जगह पुण्य विफल। पुण्य श्लोक नल राजा पुण्य श्लोक युधिष्ठिर पुण्य श्लोकाश्च बही देहि पुण्य श्लोक जनार्दन। तेणु करी कलिजुग रे पुण्य अर्जन करने को हेले जनार्दन जगन्नाथ जदि दर्शन नाही सबुआडे बुली बुली आसीबो जेते तीर्थ भ्रमण करूता किंतु जदि श्रीक्षेत्र रे पाद टिके पड़िलानी ताहले तार केबे मुक्ति नाही। एणु करी भक्त माने आसंती जे अछि आश्चर्य जिनिस।